ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜୟପୁର ବାଙ୍କବିଜା ପଡ଼ିଆଠାରେ ଅନୁଷ୍ଠିତ ସୁଭଦ୍ରାର ତୃତୀୟ କିସ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରିମୋଟ ସାହାଯ୍ୟରେ ସୁଭଦ୍ରାର ତୃତୀୟ କିସ୍ତି ପ୍ରଦାନ କରିଥିଲେ। ରାଜ୍ୟରେ 1 କୋଟିରୁ ଉର୍ଦ୍ଧ୍ୱ ସୁଭଦ୍ରା ମହିଳା ଏଥିଦ୍ୱାରା ଉପକୃତ ହେଉଛନ୍ତି। ଯେଉଁ ମହିଳାମାନେ ପ୍ରଥମ ଓ ଦ୍ୱିତୀୟ କିସ୍ତି ପାଇନଥିଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ଏକାଥରେ 3ଟି କିସ୍ତି 15,000 ଟଙ୍କା ଯାଇଛି। ଏ ଅବସରରେ ବିଭିନ୍ନ ଉନ୍ନୟନମୂଳକ କାମର ଶିଳାନ୍ୟାସ ଓ ଶୁଭ ଉଦ୍ଘାଟନ କରାଯାଇଛି। କୋଟିଆ ଓ ବଣ୍ଡାଘାଟିର ହିତାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଚେକ୍ ପ୍ରଦାନ କରିଥିଲେ। ସୁଭଦ୍ରା ଯୋଜନାରେ କୋଟିଆ ଅଞ୍ଚଳର ମହିଳାମାନେ ଛେଳି କିଣି ସ୍ୱାବଲମ୍ବ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ। ପ୍ରଥମ ଓ ଦ୍ୱିତୀୟ କିସ୍ତିରେ 2ଟି ଛେଳି କିଣିଥିବା ମହିଳାମାନେ ତୃତୀୟ କିସ୍ତିରେ ମଧ୍ୟ ଗୋଟିଏ ଲେଖାଏଁ ଛେଳି କିଣିବେ ବୋଲି କହିଛନ୍ତି। କୋରାପୁଟ ଜିଲ୍ଲା ଜୟପୁରରୁ ବନ୍ଦେ ଭାରତ ଟ୍ରେନ୍ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବାକୁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ବ୍ୟୁରୋ ରିପୋର୍ଟ, ONI ନ୍ୟୁଜ୍।